ଅତୀତରେ କରିଥିବା ଭୁଲକୁ ନେଇ କେବେ ବି ଦୁଃଖ କିମ୍ବା ନିରାଶ ହୁଅନ୍ତୁ ନାହିଁ। ବରଂ ଅତୀତର ଭୁଲରୁ କିଛି ଶିକ୍ଷା ଲାଭ କରି ନିଜ ଭବିଷ୍ୟତ ପାଇଁ ଉଚିତ କର୍ମ କରନ୍ତୁ। ଜୀବନରେ ବିଫଳତାକୁ ଡରି କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ, କାହିଁକି ନା ବିଫଳତା ହିଁ ମଣିଷକୁ ତା ସଫଳତାର ରାସ୍ତା ଦେଖାଇ ଦେଇଥାଏ। ଆତ୍ମବିଶ୍ୱାସ ମଣିଷକୁ ତା ସଫଳତା ଆଡ଼କୁ ନେଇଯାଇଥାଏ ଏବଂ ଅହଙ୍କାର ମଣିଷକୁ ତା ବିନାଶ ଆଡ଼କୁ ନେଇଯାଇଥାଏ। ତେଣୁ ଜୀବନରେ କେବେ ବି ନିଜ ମନରେ ଅହଙ୍କାର ଆଣନ୍ତୁ ନାହିଁ। ଯଦି ଜୀବନରେ ଆପଣ ସଫଳତାର ସିଡ଼ି ଚଢ଼ିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ତଳେ ପଡ଼ିଯିବାର ଭୟକୁ ମନରୁ ଦୂର କରନ୍ତୁ, କାହିଁକି ନା ବାରମ୍ବାର ବିଫଳତା ହିଁ ଦିନେ ନା ଦିନେ ମଣିଷକୁ ସଫଳତା ଆଣି ଦେଇଥାଏ। ଜୀବନରେ କେବେ ବି ନିନ୍ଦା ଅପମାନକୁ ଧ୍ୟାନ ଦିଅନ୍ତୁ ନାହିଁ, କାହିଁକି ନା ଯେଉଁମାନେ ନିଜେ କିଛି ବି କରିପାରନ୍ତି ନାହିଁ, କେବଳ ସେହିମାନେ ହିଁ ଅନ୍ୟର ନିନ୍ଦା କରିଥାନ୍ତି।